ସେଇଟା ତ ସେଇ ପାଟଟା ଆଉ ଗୋଟେ ଅଛି ଆଉ ଗୋଟେ ଅଛି ପଛଟା କାମ ପଡୁଛି ଏଇ ପଛପଟଟା ପେନ୍ କରୁଛି ପଛ ପଛରେ ଅଛି। ପ୍ରେସ୍ କର। स्पीडी आस बुली जाओ। आस आपणकर कौन असुविधा होता? ତିନିଟା ଲିଗାମେଣ୍ଟ ଖରାପ ହେଇଯାଇଥିଲା। ତିନିଟା ଲିଗାମେଣ୍ଟ ଖରାପ ହେଲା ପରେ ମୁଁ ଡକ୍ଟର ପାଖକୁ ମେଡିସିନ ଯେତେ ଖାଇଲେ ବି କମିଲାନି, ଖାଲି ପେନ୍ ହେଲା। ତାପରେ ଆୟୁର୍ବେଦିକ ଚିକିତ୍ସା କଲି, ସେଠି ମାଲିସ କଲେ, ସେକ ଦେଲେ, ସେଥିରେ ବି କମିଲାନି। ବହୁତ ପେନ୍ ହେଲା, ଯେମିତି ବାନ୍ଧି ଦେଇଥିଲେ ଖୋଲିଲା ପରେ ପେନ୍ ହେଲା। ତାପରେ କିଛି ଉପାୟ ନ ପାଇକି ମୋ ଭାଉଜ କହିଲେ କି ଆଉ ତମେ ଭୁବନେଶ୍ୱର ପଳେଇ ଆସ, ଭୁବନେଶ୍ୱରରେ ଆମେ ଦେଖେଇବା। ଭୁବନେଶ୍ୱରରେ ଦେଖେଇକି ଡକ୍ଟରକୁ ମେଡିସିନ ଅର୍ଥୋପେଡିକ ସ୍ପେଶାଲିଷ୍ଟ ଦେଖେଇଲି। ଅର୍ଥୋପେଡିକ ସ୍ପେଶାଲିଷ୍ଟ କହିଲେ କି ଆଉ ମେଡିସିନ ଲେଖିଦେଲେ, କହିଲେ ଆଉ ତମେ ଫିଜିଓଥେରାପି କର। ଫିଜିଓଥେରାପି ମୋ ଭାଉଜ ଆଣିକି ଏଇ ଆମର ବିମଲ ସାର୍ ପାଖରେ ଆଣି ପହଞ୍ଚେଇଲେ। ବିମଲ ସାର୍ କହିଲେ ହଉ କିଛି ଅସୁବିଧା ନାହିଁ, ଆପଣଙ୍କର ତିନିଟା ପ୍ରୋବ୍ଲେମ ଅଛି ଲିଗାମେଣ୍ଟର, ଆଉ ଆପଣ 15 ଦିନ ପରେ ଭଲ ହେଇଯିବେ। 15 ଦିନ ପରେ ମୁଁ ଆସିଲି। ତାପରେ ଯାହା ଫିଜିଓଥେରାପି ସବୁ କଲେ, କଲା ପରେ ଟିକେ ଭଲ ଲାଗିଲା। ଯାହା ପ୍ରୋବ୍ଲେମ ଥିଲା ସବୁ ସର୍ଟ ଆଉଟ୍ କରିକିରି ଫିଜିଓଥେରାପି ଯେତେ ପ୍ରକାର ଥେରାପି ଅଛି ସବୁ ଥେରାପି ଆପ୍ଲାଏ କଲେ, ଆପ୍ଲାଏ କଲା ପରେ ଭଲ ଲାଗିଲା। ଏବେ ठीक लगे तो ଏବେ ସ୍କୁଟି ବି ଚଲେଇ ପାରୁନଥିଲି, ସାର୍ କହିଲେ ଟ୍ରାଏଲ କରନ୍ତୁ, ସ୍କୁଟି ବି ଚଲେଇଲି। ଆଉ ଯାହା ଥିଲା ଏବେ ଭଲ ଲାଗୁଛି ମତେ। फ्री लगुच तो आपन को ठीक लगुच तो ହୁଁ। थैंक यू।